ଦେଖନ୍ତୁ ଆପଣମାନେ ସମସ୍ତେ ଯେମିତିକି ଜାଣିଛନ୍ତି ଯେଉଁ ଆପଣମାନଙ୍କର ଯେଉଁ ଗାଡ଼ିର ପଲ୍ୟୁସନ୍ ସାର୍ଟିଫିକେଟ୍ ଯେଉଁ ରହିଛି ତାକୁ ଆପଣମାନଙ୍କର ଆସନ୍ତା ଯେଉଁ ମାର୍ଚ୍ଚ ପରଠାରୁ ତାକୁ ଆପଣଙ୍କର କଡ଼ାକଡ଼ି ଚେକ୍ କରାଯିବ। ତେବେ ଏହା ଭିତରେ ଲୋକମାନଙ୍କ ମଧ୍ୟରେ ଆଉ ଗୋଟିଏ ମଧ୍ୟ କଥା ରହିଛି କି ଦ୍ୱନ୍ଦ୍ୱ ରହିଛି କି ସେମାନଙ୍କ ପାଇଁ ଯେଉଁ ଗ୍ରୀନ୍ ଷ୍ଟିକର ରହିଛି ତ ସେ ଗ୍ରୀନ୍ ଷ୍ଟିକରକୁ ନେଇ ସେମାନଙ୍କର ମନରେ ଦ୍ୱନ୍ଦ୍ୱ ରହୁଛି। ଯଦି ଗ୍ରୀନ୍ ଷ୍ଟିକର ଆପଣମାନେ ଗାଡ଼ିରେ ଲଗାଉନାହାନ୍ତି ତାହେଲେ ଆପଣମାନଙ୍କୁ ଆଉ ପେଟ୍ରୋଲ ଡିଜେଲ ଆପଣଙ୍କୁ କିଛି ମିଳିବନି। ତ ଏଇଭଳି ଭାବରେ ଆପଣଙ୍କର କଥା ଚାରିଆଡ଼େ ଆପଣଙ୍କର ଚାଲିଛି। ତେବେ ଏଇ ଯେଉଁ ଆପଣଙ୍କର ଯେଉଁ ଗ୍ରୀନ୍ ଷ୍ଟିକର ରହିଛି ତାକୁ କ'ଣ ଆପଣଙ୍କର ଲଗେଇବା କ'ଣ ଆପଣଙ୍କର ମାଣ୍ଡେଟରୀ ବା ବାଧ୍ୟତାମୂଳକ? ତ ତାକୁ ନେଇ ଯେଉଁ ଆପଣଙ୍କର ଯେଉଁ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଯେଉଁ ଜେନା ରହିଛନ୍ତି ସେ ଏହି କଥାକୁ ନେଇକି ଖଣ୍ଡନ କରିଛନ୍ତି। এই ଭିଡ଼ିଓରେ ଆପଣମାନେ ସେଇ ବିଷୟରେ ଆପଣମାନେ ଡିଟେଲ୍ସ ଜାଣିପାରିବେ କି ଆପଣମାନଙ୍କୁ ଯେଉଁ ସେଇ ଗ୍ରୀନ୍ ଷ୍ଟିକର ଲଗାଇବା ବାଧ୍ୟତାମୂଳକ କି ନାହିଁ। ତ এই ଭିଡ଼ିଓଟି ବହୁତ ସର୍ଟ ରହିବ। ତ ଆପଣମାନଙ୍କୁ ଅନୁରୋଧ ରହିବ କି ଆପଣ এই ଭିଡ଼ିଓକୁ ସ୍କିପ୍ ନ କରି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିବା ପାଇଁ ଚେଷ୍ଟା କରିବେ। ଯାହାଫଳରେ ଆପଣମାନେ ଯେଉଁ ସେ ପଲ୍ୟୁସନ୍ ସାର୍ଟିଫିକେଟ୍ ଯେଉଁ ଗ୍ରୀନ୍ ଷ୍ଟିକରକୁ ନେଇ ଯାହା ବି ଆପଣଙ୍କ ମନରେ ଯେଉଁ ଦ୍ୱନ୍ଦ୍ୱ ରହିଛି ତାହା ଆପଣମାନେ ଏଇ ଗୋଟେ ଭିଡ଼ିଓରେ ଆପଣଙ୍କର କ୍ଲିୟର ହେଇଯିବ। ତ ସେଥିପାଇଁ ଆପଣମାନେ এই ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିବେ। କିନ୍ତୁ ତା ପୂର୍ବରୁ ଯଦି ଆପଣମାନଙ୍କୁ এই ଭିଡ଼ିଓ ଟିକେ ବି ଇନଫର୍ମେଟିଭ୍ ଲାଗିବ ତାହେଲେ ଭିଡ଼ିଓକୁ ଗୋଟେ ଲାଇକ୍ ନିହାତି ଭାବରେ କରିବେ। ଆଉ ଚ୍ୟାନେଲକୁ ପ୍ରଥମ ଥର ପାଇଁ ଭିଜିଟ୍ କରିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ଆପଣଙ୍କ ଯେଉଁ ପାଖରେ ବେଲ୍ ଆଇକନ୍ ଆସୁଥିବ ତ ସେଇ ବେଲ୍ ଆଇକନ୍ ଉପରେ ପ୍ରେସ୍ କରି ଅଲ୍ ନୋଟିଫିକେସନ୍ ଉପରେ ଅନ୍ କରି ରଖିବେ। ଯାହାଦ୍ୱାରା ଆପଣମାନେ এই ଚ୍ୟାନେଲରୁ ଏଇଭଳି ନୂଆ ଇନଫର୍ମେଟିଭ୍ ଭିଡ଼ିଓର ଅପଡେଟ୍ ଆପଣମାନେ ସର୍ବପ୍ରଥମେ ପାଇପାରିବେ। ଆଉ ଭିଡ଼ିଓର ଏଣ୍ଡରେ ଆପଣମାନେ ଜାଣିପାରିବେ କି ଯେଉଁ ଆପଣଙ୍କର ସେଇ ଗ୍ରୀନ୍ ଷ୍ଟିକରଟି ଆପଣମାନେ କୋଉଠାରୁ ପାଇପାରିବେ ତାହା ମଧ୍ୟ ଆପଣମାନେ এই ଭିଡ଼ିଓ ଶେଷରେ ଆପଣମାନେ ଜାଣିପାରିବେ। ତ ସେଥିପାଇଁ ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିବେ। ତ ଦେଖନ୍ତୁ ଗ୍ରୀନ୍ ଷ୍ଟିକରକୁ ନେଇ ରହୁଛି କି ଦ୍ୱନ୍ଦ୍ୱ ଜାଣନ୍ତୁ କ'ଣ କହୁଛନ୍ତି ପରିବହନ ମନ୍ତ୍ରୀ। ଦେଖନ୍ତୁ ଗ୍ରୀନ୍ ଷ୍ଟିକର ନେଇ ବଡ଼ ସୂଚନା ଦେଲେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ଗ୍ରୀନ୍ ଷ୍ଟିକର ଗାଡ଼ିରେ ଲଗାଇବା ବାଧ୍ୟତାମୂଳକ ନୁହେଁ ବୋଲି କହିଲେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ କହିବା ଅନୁସାରେ ଏହି ମାସରେ ସମସ୍ତ ଆର୍ଟିଓକୁ ପର୍ଯ୍ୟାପ୍ତ ପରିମାଣର ଗ୍ରୀନ୍ ଷ୍ଟିକର ଦିଆଯିବ। ଗ୍ରୀନ୍ ଷ୍ଟିକର କେବଳ ଏକ ସୂଚକ, କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ତ ଆପଣମାନେ ଯେମିତି ଜାଣିଲେ କି ଯେଉଁ ଆପଣଙ୍କର ଯେଉଁ ଗ୍ରୀନ୍ ଷ୍ଟିକର ରହିଛି ତ ତାହା ଆପଣଙ୍କ ଗାଡ଼ିରେ ଲଗାଇବା ଆପଣଙ୍କର ବାଧ୍ୟତାମୂଳକ ନୁହେଁ କିମ୍ବା ମାଣ୍ଡେଟୋରୀ ନୁହେଁ। ତ ଆପଣମାନେ এই ଗ୍ରୀନ୍ ଷ୍ଟିକର ଗୁଡ଼ିକ ଆପଣମାନେ ମାଗଣାରେ ମଧ୍ୟ ପାଇପାରିବେ। ଆପଣଙ୍କୁ এই ଗ୍ରୀନ୍ ଷ୍ଟିକର ପାଇଁ କୌଣସି ବି ଆପଣଙ୍କୁ ଟଙ୍କା ଦେବା ପାଇଁ ପଡ଼ିବନି। ଆପଣମାନେ ଫ୍ରି ଅଫ୍ କଷ୍ଟ ଆପଣମାନେ এই ଗ୍ରୀନ୍ ଷ୍ଟିକର ପାଇପାରିବେ। ତ ଏଥିପାଇଁ ଯଦି ଆପଣଙ୍କର କୌଣସି ଅତ୍ୟଧିକ ବୋଝ ନେବାର ଆବଶ୍ୟକତା ନାହିଁ, ଯାହାକି ଆପଣମାନେ ଯେଉଁ ଗ୍ରୀନ୍ ଷ୍ଟିକରକୁ ନେଇ ଯାହା ବି ଆପଣଙ୍କର ଟେନସନ୍ ରହିଛି ତ ଆପଣ ଟେନସନ୍ ନିଅନ୍ତୁ ନାହିଁ। ଆପଣମାନଙ୍କୁ ଏଇ ଆପଣ ଯେଉଁ ଗ୍ରୀନ୍ ଷ୍ଟିକର ରହିଛି ତ ତାହା ଆପଣଙ୍କୁ ଲଗାଇବା ମାଣ୍ଡେଟୋରୀ ନୁହେଁ। ତେବେ ପୂର୍ବରୁ ଗୁଜବ ରହିଥିଲା ଯେ ଗାଡ଼ିରେ ଗ୍ରୀନ୍ ଷ୍ଟିକର ନ ଲଗାଇଲେ ତେଲ ମିଳିବ ନାହିଁ, କିନ୍ତୁ ଏହାକୁ ମନ୍ତ୍ରୀ ଖଣ୍ଡନ କରି ଗୁଜବ କହିଛନ୍ତି ଯେଉଁମାନଙ୍କର ପଲ୍ୟୁସନ୍ ସାର୍ଟିଫିକେଟ୍ ରହିଛି ସେମାନେ এই ଗ୍ରୀନ୍ ଷ୍ଟିକର ଆର୍ଟିଓରୁ ନେଇପାରିବେ। ଏବେ ଦେଖନ୍ତୁ ଯେଉଁମାନଙ୍କର ଯେଉଁ ପଲ୍ୟୁସନ୍ ସାର୍ଟିଫିକେଟ୍ ଆଗରୁ ରହିଛି ତ ସେମାନେ ଯେଉଁ ସେ ଗ୍ରୀନ୍ ଷ୍ଟିକର ଗୁଡ଼ିକ ଆପଣଙ୍କର ଆର୍ଟିଓ ପାଖରୁ ଆପଣମାନେ ପାଇପାରିବେ। ଆଉ ଯେଉଁମାନେ ଯେଉଁ 10 ତାରିଖ ପରେ ପଲ୍ୟୁସନ୍ ସାର୍ଟିଫିକେଟ୍ କରିବେ ତ ସେମାନଙ୍କୁ ପିୟୁସିସି ସେଣ୍ଟରରେ ଆପଣଙ୍କର ଗ୍ରୀନ୍ ଷ୍ଟିକର ଆପଣମାନେ ପାଇପାରିବେ। ତେବେ ଗ୍ରୀନ୍ ଷ୍ଟିକର ଦିଆଯିବା ପୂର୍ବରୁ ପଲ୍ୟୁସନ୍ ସାର୍ଟିଫିକେଟ୍, ଆର୍ସି ତଥା ଗାଡ଼ିର ସମସ୍ତ କାଗଜପତ୍ର ଯାଞ୍ଚ କରାଯିବ। ତେବେ ଆପଣଙ୍କୁ ସେ ଯେଉଁ ଗ୍ରୀନ୍ ଷ୍ଟିକର ଆପଣମାନେ ପାଇବା ପୂର୍ବରୁ ଯେଉଁ ଆପଣଙ୍କର ଯେଉଁ ପଲ୍ୟୁସନ୍ ସାର୍ଟିଫିକେଟ୍ ରହିଛି ଆପଣ ଯେଉଁ ପୂର୍ବରୁ ପଲ୍ୟୁସନ୍ ସାର୍ଟିଫିକେଟ୍ କରିଥିବେ ଆଉ ଆପଣଙ୍କର ଆର୍ସି ଆଉ ଆପଣଙ୍କର ଯେଉଁ ଗାଡ଼ିର ସବୁ କାଗଜପତ୍ର ଆପଣଙ୍କର ଭଲ ଭାବରେ ଚେକ୍ କରାଯିବ। ତାପରେ ଯାଇକି ଆପଣମାନଙ୍କୁ ସେ ଗ୍ରୀନ୍ ଷ୍ଟିକର ଆପଣମାନେ ପାଇପାରିବେ। ତେବେ ଆର୍ଟିଓ ଅଫିସ୍ ଯାଇ ଆପଣମାନେ ଯେଉଁ ଗ୍ରୀନ୍ ଷ୍ଟିକର ଆଣିବା ସମୟରେ ଆପଣଙ୍କର ଅରିଜିନାଲ ପିୟୁସି କପି ଆଉ ଆର୍ସି ଏବଂ ଆପଣଙ୍କର ପରିଚୟ ପତ୍ର ଦେଖାଇବା ପାଇଁ ପଡ଼ିବ। ତାପରେ ଯାଇକି ଆପଣମାନେ ସେ ଗ୍ରୀନ୍ ଷ୍ଟିକର ପାଇପାରିବେ। ତେବେ ଦେଖନ୍ତୁ ଆପଣମାନେ ଯେମିତିକି ଜାଣିପାରିଲେ ଆପଣ ଏ ସମ୍ପୂର୍ଣ୍ଣ ଅପଡେଟ୍ କିମ୍ବା ଏ ସମ୍ପୂର୍ଣ୍ଣ ଭିଡ଼ିଓରେ ଆପଣମାନେ ଯେମିତିକି ଜାଣିପାରିଲେ ଯେଉଁ ଆପଣଙ୍କ ଯେଉଁ ଗାଡ଼ିରେ ଯେଉଁ ଗ୍ରୀନ୍ ଷ୍ଟିକର ଲଗାଇବା ଆପଣଙ୍କର କୌଣସି ବି ମାଣ୍ଡେଟୋରୀ ନାହିଁ ବା ବାଧ୍ୟତାମୂଳକ ନାହିଁ। ଯାହାକୁ ନେଇ ଯେଉଁ ପରିବହନ ମନ୍ତ୍ରୀ ଯେଉଁ ବିଭୂତି ଭୂଷଣ ଜେନା ରହିଛନ୍ତି ତାକୁ ନେଇ ଆପଣଙ୍କର ସ୍ପଷ୍ଟ କରିଛନ୍ତି କି ଆପଣଙ୍କ ଯେଉଁ ଗାଡ଼ିରେ ଏଇ ଯେଉଁ ଗ୍ରୀନ୍ ଷ୍ଟିକର ରହିଛି ତାକୁ ଲଗାଇବା ଆପଣଙ୍କର କୌଣସି ବି ବାଧ୍ୟତାମୂଳକ ନାହିଁ। ଯଦି ଆପଣମାନଙ୍କ ପାଖରେ ଆପଣଙ୍କ ଗାଡ଼ିର ଯେଉଁ ପିୟୁସି ବା ପଲ୍ୟୁସନ୍ ସାର୍ଟିଫିକେଟ୍ ରହିଛି ତାହେଲେ ଆପଣଙ୍କର ଏଇ ଗ୍ରୀନ୍ ଷ୍ଟିକରକୁ ନେଇକି କୌଣସି ଆପଣଙ୍କର ଟେନସନ୍ ନେବାର ଆବଶ୍ୟକତା ନାହିଁ। ଯଦି ଆପଣମାନଙ୍କର ଗାଡ଼ିର ପିୟୁସି ସାର୍ଟିଫିକେଟ୍ ରହିଛି ତାହେଲେ ଆପଣମାନେ ଯେଉଁ ସେଇ ଗ୍ରୀନ୍ ଷ୍ଟିକର ଆପଣଙ୍କର ଯେଉଁ ଆର୍ଟିଓ ଅଫିସରୁ ଯାଇକି ଆପଣମାନେ ପାଇପାରିବେ। ତେବେ ଏଥିପାଇଁ ଯେଉଁ ଆପଣଙ୍କ ଯେଉଁ ମନରେ ଯେଉଁ ଦ୍ୱନ୍ଦ୍ୱ ରହିଥିଲା କି ଯେଉଁ ଗ୍ରୀନ୍ ଷ୍ଟିକରକୁ ନେଇ ଯେଉଁ ଆପଣଙ୍କ ମନରେ ଯେଉଁ ବହୁତ ଗୁଡ଼ିଏ ପ୍ରଶ୍ନ ରହୁଥିଲା କି ଆପଣମାନେ ଏଇ ଗ୍ରୀନ୍ ଷ୍ଟିକରକୁ ଆପଣ କୋଉଠାରୁ ପାଇପାରିବେ ଆଉ ଆପଣଙ୍କର ଯେଉଁ ଏଇ ଗ୍ରୀନ୍ ଷ୍ଟିକର ଆପଣ ଲଗେଇବେ କି ନାହିଁ, ତ ଯାହାକି ଆପଣଙ୍କ ଯେଉଁ ମନରେ ଯେଉଁ ପ୍ରଶ୍ନ ଥିଲା ତ ସେଇ ଦ୍ୱନ୍ଦ୍ୱ ଗୁଡ଼ିକ ଆପଣଙ୍କୁ ମୁଁ ଆଶା କରୁଛି ଏଇ ଭିଡ଼ିଓରେ କ୍ଲିୟର ହେଇପାରିଛି। ତେବେ ଯଦି ଆପଣ ଏ ପର୍ଯ୍ୟନ୍ତ ଆପଣଙ୍କ ଗାଡ଼ିର ପିୟୁସି କରିନାହାନ୍ତି ବା ଆପଣଙ୍କର ପିୟୁସି ନାହିଁ ତାହେଲେ ଆପଣମାନେ ଯେଉଁ ସେଇ ପିୟୁସି ସାର୍ଟିଫିକେଟ୍ର ଆପଣଙ୍କର ଯେଉଁ ଟାଇମ୍ ଲିମିଟ୍ ରହିଛି ତ ଆପଣଙ୍କର ଏକ୍ସପାୟାରି ହେଇଯାଇଛି କି ନାହିଁ ଆପଣ ତା କେମିତି ଜାଣିପାରିବେ ତ ତାର ମୁଁ ଗୋଟିଏ ଭିଡ଼ିଓ ଆଗରୁ ବନେଇ ସାରିଛି। ତ ତାର ଲିଙ୍କ୍ ମୁଁ ଆପଣଙ୍କୁ ମୋର ଏଇ ଭିଡ଼ିଓର ଡେସ୍କ୍ରିପସନ୍ ବକ୍ସରେ ଦେଇଦେବି, ତାକୁ ଯାଇକି ଆପଣ ଚେକ୍ କରି ଦେଖିପାରିବେ। ଯାହାଫଳରେ ଆପଣଙ୍କର ଯେଉଁ ସେଇ ପିୟୁସି ସାର୍ଟିଫିକେଟ୍ ଯେଉଁ ରହିଥିବ ତ ତାର ଏକ୍ସପାୟାରି ଅଛି କି ନାହିଁ ଆପଣ ତାହା ଜାଣିପାରିବେ। ତ ସେଥିପାଇଁ ଆପଣମାନେ ସେଇ ଭିଡ଼ିଓକୁ ଯାଇକି ଆପଣ ଥରେ ଦେଖିନେବେ।